ଆଜି ଏମିତି କଣ ହେଲା ଯେ ମୁଁ ବାହାରି ଯାଇଥିଲି ମନ୍ଦିର। ତ ମୁଁ ହଉଛି ଟି ସମୀର, ୱେଲକମ୍ ଟୁ ମାଇ ମିନି ବ୍ଲଗ ସିରିଜ। ମୁଁ ଆଉ ମୋ ସାଙ୍ଗମାନେ ମିଶିକି ଆଜି ଟିକେ ବାହାରି ଯାଇଥିଲୁ ବୁଢୀ ଠାକୁରାଣୀ ମନ୍ଦିର ଅନୁଗୁଳକୁ। ତ ବୁଢୀ ଠାକୁରାଣୀ ମନ୍ଦିର ଆଉ ଜଗନ୍ନାଥ ଟେମ୍ପଲ ଦର୍ଶନ କରିବା ପାଇଁ ତ ସନ୍ଧ୍ୟାରେ ଆମେ ବାହାରି ଯାଇଥିଲୁ ସମସ୍ତେ ବୁଲିବା ପାଇଁ। ତ ଷ୍ଟାଇଲ ଟିକେ ନ ମାରିଲେ କଣ ହବ, ତ ଗାଡିରେ ବସିକି ଟିକେ ମୁଁ ଷ୍ଟାଇଲ ମାରିଦେଲି। ତାପରେ ଆମେ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ଗଲୁ। ତ ଏମିତି କିଛି ଦୃଶ୍ୟ ଥିଲା ବୁଢୀ ଠାକୁରାଣୀ ମନ୍ଦିରରେ। ତ ମୁଁ କହିଲି ଭାଇ ବହୁତ ହି ଭଲ ଦୃଶ୍ୟ ଅଛି। ତ ଏମିତି ଦୃଶ୍ୟ ଦେଖିବା ପାଇଁ ଚାହୁଁଛ ଯଦି ଅନୁଗୁଳକୁ ଆସ, ତ ଅନୁଗୁଳରେ ବୁଢୀ ଠାକୁରାଣୀ ମନ୍ଦିରରେ ଏମିତି ଦୃଶ୍ୟ ପାଇବେ। କିଛି ସମୟ ପରେ ଆମେ ବୁଲାବୁଲି ଟିକେ ବୁଢୀ ଠାକୁରାଣୀ ମନ୍ଦିରରେ କରିକି ତାପରେ ମୁଁ ଟିକେ ଦର୍ଶନ କରିକି ଆସିକି ଷ୍ଟାଇଲ ଟିକେ ମାରିଦେଲି। ତ ଷ୍ଟାଇଲ ମାରିଲେ କଣ ହବ, ତାପରେ ଆମେ ବାହାରି ଯାଇଥିଲୁ ଜଗନ୍ନାଥ ମନ୍ଦିର। ଜଗନ୍ନାଥ ମନ୍ଦିର ଦୃଶ୍ୟ ବହୁତ ଭଲ ଥିଲା। ତ ମୁଁ ଟିକେ ଦର୍ଶନ ନ କଲେ କଣ ହବ, ତ ଆମେ ତ ଆସିଛୁ ମାନେ ବୁଲାବୁଲି ଆଉ ଦର୍ଶନ ସିଓର କରିବୁ। ଆଉ ଟିକେ ଫଟୋ ଫୁଟି ନ ଉଠିଲେ କଣ ହବ। ତାପରେ ଆମେ ଦେଖିଲୁ ଏମିତି କଣ ଡିଜେ ଫିଜେ ବାଜୁଥିଲା। ଆମେ ଭାଇ ଯାଇଥିଲୁ ଦର୍ଶନ କରି ଜଗନ୍ନାଥ ଟେମ୍ପୁଲ। ତ ଏମାନେ କଣ ଦର୍ଶନ କରିଛନ୍ତି ତ ଆପଣ ମାନେ ସବୁ ଜାଣିପାରୁଥିବେ। ଆମେ ଦର୍ଶନ କରିକି ବାହାରି ଆସିଲୁ ଅନୁଗୁଳ କାଫେ। ତ ଅନୁଗୁଳ କାଫେରେ ଆପଣ ସମସ୍ତେ କଫି ଆଉ ଚା ପିଇଥିବେ। ତ ଅନୁଗୁଳ କାଫେ ବହୁତ ହି ଫେମସ। ତାପରେ ଆମେ ଟିକେ ଚିଲ୍ କରିକି ଚା ପିଇଦେଲୁ। ତମ ଭାଇ ଏଇ ଗେଟଅପରେ କେମିତି ଲାଗୁଛି କମେଣ୍ଟରେ ଜଣେଇଦେବ। ତ ବ୍ଲଗ ଟେ ଭଲ ଲାଗିଥିଲା ଲାଇକ୍ କମେଣ୍ଟ ସେୟାର ଆଉ ଏଇଠି କରିଦେବେ।